ଆବଶ୍ୟକତା ଅଛି। ଏକ ଏମିତି ସମୟ ଆସିଥାଏ ଯେତେବେଳେ କସ୍ତୁରୀ ମୁଗର ନାଭିରୁ ନା ଏକ ସୁନ୍ଦର ମହକ ବାହାରିଥାଏ। ଆଉ ଅଜ୍ଞାନବଶତଃ ସେ ମୁଗ ଜଙ୍ଗଲ ସାରା ଖୋଜି ବୁଲୁଥାଏ କି ସେ ମହକ କେଉଁଠି ଆସୁଛି, କିନ୍ତୁ ସେ ଜାଣିନଥାଏ ଯେ ସେ ମହକ ତା ନାଭିରୁ ଆସୁଛି। ଠିକ୍ ସେମିତି ମଣିଷ ବି ବାହାର ଦୁନିଆରେ ସବୁବେଳେ ନିଜର ଖୁସିକୁ ଖୋଜୁଥାଏ। ଆଉ ଯେବେ ବୁଝେ କି ପ୍ରକୃତ ଖୁସି, ବାସ୍ତବିକ ଖୁସି ନିଜ ଭିତରେ ଲୁଚିଥାଏ, ସେ ସେତେବେଳେ ତା ପାଖରେ ସମୟ ଥାଏ। ତେଣୁ ଆଜ୍ଞା, ଯଦି ବାସ୍ତବରେ ପ୍ରକୃତ ଖୁସିକୁ ଉପଭୋଗ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏହାକୁ ବାହାରେ ନେଇ ବରଂ ଭିତରେ ଖୋଜନ୍ତୁ। ଆଉ ଏହା ହିଁ ପ୍ରକୃତ ଖୁସି ଅଟେ। ଆମ ଜୀବନରେ ନା ସମସ୍ତଙ୍କର ଯୋଗଦାନ ଅଛି। ଯେମିତି ସମୁଦ୍ର କେତେ ବି ବଡ଼ ହେଉନା କାହିଁକି, କେତେ ବି ମହାନ ହେଉନା କାହିଁକି, କିନ୍ତୁ ତା ଭିତରେ ଥିବା ପାଣି ନା ନଦୀମାନଙ୍କ ଠାରୁ ଉଦ୍ଧାର ଆସିଥାଏ। ଠିକ୍ ସେମିତି ଆମେ ଆମ ଜୀବନରେ କେତେ ବି ସଫଳ ହେଉନା କାହିଁକି, ଆଉ ଏହି ସଫଳତା ପଛରେ ନା ସମସ୍ତଙ୍କ ଯୋଗଦାନ ଅଛି। ତେଣୁ ସେମାନଙ୍କ ପ୍ରତି କୃତଜ୍ଞ ହୁଅନ୍ତୁ, ତାଙ୍କ ପ୍ରତି ଆଧାର ହୁଅନ୍ତୁ କି ସେଇମାନଙ୍କ ପାଇଁ, ସେ ଲୋକମାନଙ୍କ ପାଇଁ ଆମେ ଆମ ଆଜି ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛୁ। ତାଙ୍କୁ ନେଇ କୃତଜ୍ଞ ଅନୁଭବ କର। ଆଉ ଯେତେବେଳେ ଆପଣ ଏହି କୃତଜ୍ଞତାର ଅଭ୍ୟାସ ପ୍ରାକ୍ଟିସ୍ କରି ଆରମ୍ଭ କରିବେ ନା, ଶେଷରେ ଆପଣଙ୍କ ଭିତରେ ଏକ ନୂଆ ପରିବର୍ତ୍ତନ ଆସିବା ଆଉ ଆପଣ ପ୍ରକୃତ ଖୁସିକୁ ଉପଭୋଗ କରିପାରିବେ। ଜାଣିଛନ୍ତି ପ୍ରକୃତ ଖୁସି କ'ଣ ଅଟେ? ଜୀବନରେ ଖୁସି ରହିବା ହିଁ ପ୍ରକୃତ ଖୁସି ଅଟେ। ହଁ ଆଜ୍ଞା, ଜୀବନରେ ଖୁସି ରହିବା ହିଁ ପ୍ରକୃତ ଖୁସି ଅଟେ। ଏ ଦୁନିଆରେ ସମସ୍ତଙ୍କର ଅଭିଯୋଗ କି ମୋତେ କମ୍ ମିଳିଛି। ହଁ, ମୋତେ ବହୁତ କମ୍ ମିଳିଛି, କିନ୍ତୁ ଟିକେ ଥରେ ଭାବିଲେ ଆପଣଙ୍କୁ ଆଜି ଯେତିକି ସବୁ ମିଳିଛି କ'ଣ ସେତିକି ସମସ୍ତଙ୍କୁ ମିଳିଛି? କ'ଣ ସମସ୍ତେ ଆଜି ସେଇ ଜୀବନକୁ ଉପଭୋଗ କରୁଛନ୍ତି, ସେଇ ଲାଇଫଷ୍ଟାଇଲକୁ ଜିଉଛନ୍ତି ଯେଉଁ ଲାଇଫଷ୍ଟାଇଲ ଆଜି ଆପଣ ଜିଉଛନ୍ତି? ହଁ ଆଜ୍ଞା, ଏମିତି ବହୁତ ଅଛନ୍ତି ଯେଉଁମାନେ ଆମଠାରୁ ବି ତଳେ, ଆମଠାରୁ ବି ବହୁତ ନିମ୍ନମାନରେ ରହୁଛନ୍ତି। ସେମାନେ ଜୀବନ ସହ ସଂଘର୍ଷ କରୁଛନ୍ତି। ତେଣୁ ଆଜି ଆପଣ ଯେଉଁଠି ବି ଅଛନ୍ତି, ଯେମିତି ଅଛନ୍ତି ନା, ବହୁତ ଭଲରେ ଅଛନ୍ତି। ତେଣୁ ନିଜକୁ ନେଇ କୃତଜ୍ଞ ଅନୁଭବ କରନ୍ତୁ। ଭଗବାନ ଯାହା ବି ଦେଇଛନ୍ତି ତାକୁ ନେଇ ଆପଣ କୃତଜ୍ଞ ଅନୁଭବ କରନ୍ତୁ। ଆଉ ଏ କୃତଜ୍ଞତା ହିଁ ଆପଣଙ୍କ ଭିତରେ ଖୁସିକୁ ଜନ୍ମ ଦେଇଥାଏ, ଆପଣଙ୍କ ଭିତର ଦୁଃଖକୁ ଦୂର କରିଥାଏ। ତେଣୁ ଜୀବନ ଆଜି ଯାହା ବି ଅଛି ତାକୁ ନେଇ କୃତଜ୍ଞ ଅନୁଭବ